ଆଜି ଗୋଟେ ବହୁତ ବହୁତ ମାନେ ଦୁଃଖଦ ଟପିକ୍ ଗୋଟେ ଆସିଲା ଇଣ୍ଡଷ୍ଟ୍ରି ପାଇଁ। ମୋତେ ଦେଖି ବହୁତ ଖରାପ ଲାଗିଲା। ଗୋଟେ ଡିରେକ୍ଟର ପ୍ରୋଡ୍ୟୁସର ଯିଏ ବି ହଉ ଗୋଟେ ଫିଲ୍ମ ତିଆରି କରୁଛନ୍ତି, ଗୋଟେ ଟାଇମ୍ରେ ଆମେ ତାକୁ ପକେଇବା, ଆଉ କିଛି ଦର୍ଶକ ଦେଖିବେ, କିଛି ଫାଇନାନ୍ସ ଲେଭେଲ୍ ବି ଆସିବ, କିଛି ଇଣ୍ଡଷ୍ଟ୍ରିର ବି ଡେଭଲପ୍ ହେବ। ଚାରିଆଡ଼ୁ ଗୋଟେ ଫିଲ୍ମ ଉପରେ ବହୁତ ଗୁଡ଼ା ଜିନିଷ ରହୁଛି ଆଉ ବହୁତ ଜିନିଷର ବି କାମ ହେଉଛି। ତ ସେଥିପାଇଁ ମୁଁ କହିବି ଆମର ସେନ୍ସର ବୋର୍ଡ଼ ବି ଯିଏ ରହିଲେ ତାଙ୍କର କାମ ହେଲା ଗଲତ ଜିନିଷକୁ ଆନାଲିସିସ୍ କରିବା ଆଉ ସେ ଗଲତ ଜିନିଷ ଉପରେ ବ୍ରେକ୍ ଲଗାଇବା, ସେଇଟା ତାଙ୍କ ଡ୍ୟୁଟି। ସିଏ ବି ଯେଉଁଟା କରିଛନ୍ତି ରଙ୍ଗ ନୁହଁ, ସିଏ ବି ଯେଉଁଟା କରିଛନ୍ତି ନିଶ୍ଚିତ ରାଇଟ୍ ୱେରେ ସେ ଯାଇଥିବେ, ମୋର ଏତିକି ଆଇ ଥିଙ୍କ। ତ ଆମର ଡିସାଇଡ଼ ଆମର ଭାବିବା ଆମ ଆଉ ତାଙ୍କ ଭିତରେ ଆକ୍ଚୁଆଲି ଗଲତ କି ଆମେ ଏଇଟା ସବୁବେଳେ ରିଡ୍ କରୁଛୁ। ମୁଁ ଏକା ପତି ଭାଇଙ୍କର ଟକ୍ ଶୁଣୁଥିଲି, ଆଉ ଆମର ଟୁଟୁ ଭାଇଙ୍କର ବି ଟକ୍ଟା ଶୁଣୁଥିଲି। ତ ଆମେ ଫିଲ୍ମ ତ ମୁଁ ଦେଖିନି, ତାପରେ କିଛି ବାଇଟ୍ ଦେବା କି ତାପରେ କିଛି ଗୋଟେ କହିବା ବି ମୋର ରଙ୍ଗ କି ରାଇଟ୍ ହେବ, ସେଇଟା ବି କହିବା ମୋ ପାଇଁ ଠିକ୍ ନୁହଁ। କିନ୍ତୁ ମୁଁ ଯେତିକିଟା ଭାବୁଛି ମୁଁ ସେଇ ଅନୁସାରଟା ସେୟାର କରିବାକୁ ଚାହୁଁଛି ଯେ ଏତେ ଫିଲ୍ମ ବି ଓଡ଼ିଆ ଫିଲ୍ମ ଆସିଲାଣି, ତ କେବେ ଜିନିଷଟା ବ୍ରେକ୍ ହେଉନାହିଁ। ତ ଏଠି ଯେତେବେଳେ ହେଇଛି କିଛି ନା କିଛି ଗୋଟେ ଘଟଣା ଘଟିଛି, ସେ ଘଟଣାକୁ ନେଇକି ଆମର ସେନ୍ସର ବୋର୍ଡ଼ର କାମ ହେଲା ଗଲତ ଜିନିଷକୁ ରୋକିବା। ଏଇଟା କ୍ଲିଅର। କିଛି ଗଲତ ନହେଲେ ସେନ୍ସର ବୋର୍ଡ଼ କେବେ ରୋକିବ ନାହିଁ। କିଛି ନା କିଛି ଗଲତ ଅଛି ସେ ଫିଲ୍ମରେ, ସେଥିପାଇଁ ସେନ୍ସର ବୋର୍ଡ଼ ତାକୁ ରୋକିଛି ଆଉ ଆଗକୁ ମୁମ୍ବାଇ କି କେଉଁଠି ଆଗକୁ ଫରୱାର୍ଡ଼ କରିଛି। ତ ସେଠି ଆମେ ଠିକ୍ କି ଭୁଲ ଯେପର୍ଯ୍ୟନ୍ତ ଆମେ ଦେଖିନୁ ଫିଲ୍ମ, ଏଇଟା କହିପାରିବୁ ନାହିଁ। ସେକେଣ୍ଡ ଜିନିଷ ହେଲା ଆମେ ବଲିଉଡ଼କୁ ଶୁଣୁଥିଲି, ସେ ବଲିଉଡ଼ରେ ଏ ମୁଭି ଆନିମଲ୍ ମୁଭି ଆସିଛି, ସେଥିରେ ତାକୁ ସେନ୍ସର ବୋର୍ଡ଼ ଦେଇଛି, ଆମର ଓଡ଼ିଆ ମୁଭିକି କାହିଁ ଦେବ ନାହିଁ, ଜଷ୍ଟିଫାଇ କଥା। କିନ୍ତୁ ଓଡ଼ିଆ ଫିଲ୍ମ ଆଉ ବଲିଉଡ଼ ଆଉ ଆମ ସାଉଥ୍ ଫିଲ୍ମ ଭିତରେ ବହୁତ ତଫାତ। ଆମେ ସେମିତି କରିପାରିବୁନି। ଆମର କଲଚର, ଆମର ସୋସାଇଟି ଗୋଟେ ଡିଫରେନ୍ସ। ଆକ୍ଚୁଆଲି ଗୋଟେ ଆସିଥିଲା ଆମର ଜିସୁମ୍ 2, ସେ ଯେଉଁ ହିରୋଟା ବୋଲ୍ଡ ଗୋଟେ ବାଥରେ ଗୋଟେ ବୋଲ୍ଡ ସିନ୍ ସବୁ ଥିଲା। ସେ ବୋଲ୍ଡ ସିନ୍ ଦେଖିଲା ଆମ ଓଡ଼ିଶାରେ ବି ଲୋକ ଦେଖୁଛନ୍ତି, ଓଡ଼ିଶାରେ ବି ସେ ଫିଲ୍ମ ପଡ଼ୁଛି। ସେ ଫିଲ୍ମ ଲୋକ ବି ତାକୁ ବି ସେନ୍ସର ସାଟିସ୍ଫାଇ, ତାକୁ ସେନ୍ସର ବି ତାକୁ ଦେଇଛି ଫିଲ୍ମକୁ ସ୍ୱୀକୃତି। ଆମ ଓଡ଼ିଶାରେ ବି ପଡ଼ିଛି, ଓଡ଼ିଶାରେ ବି ଲୋକ ଦେଖୁଛନ୍ତି। ସେଇ ଯାହା ରୋଲ୍ଟା ସେ କରିଛି ସନି ଲିଓନ, ସେଇ ରୋଲ୍ଟା ଯଦି ଆମ ଓଡ଼ିଆ ଆର୍ଟିଷ୍ଟ ନେଇକି ସେଠି କରିବା ଓଡ଼ିଶାରେ ଆମେ ଚଲେଇ ପାରିବା ଫିଲ୍ମ? ଆପଣ ଭାବନ୍ତୁ, ଆମେ ଚଲେଇ ପାରିବାନି। ଲୋକ ହଲ୍ରେ ଉଠିକି ବାଡ଼େଇବେ, ମାନେ ପର୍ଦା ଫାଡ଼ିଦେବେ ପୁରା, ମାନେ ଆମେ ଚଲେଇ ପାରିବାନି ସେ ଫିଲ୍ମ। କାରଣ ଓଡ଼ିଶାର ଗୋଟେ ଆମ ମାଟି, ଆମ କଲଚର ଅଲଗା। ଆମେ ସେ ଫିଲ୍ମ ପଢ଼ିକି ଲୋକ ତାକୁ ଦେଖିପାରନ୍ତି, କିନ୍ତୁ ଆମେ ଯେ ଓଡ଼ିଆ ଫିଲ୍ମ ସେଭଳିଆ କରିବା, ତାହେଲେ ଲୋକ ଆମକୁ ଓଲଟା ବାଡ଼େଇବେ, ଆମେ କରିପାରିବାନି। ଆମର ଗୋଟେ ମାନ୍ୟତା ରହିବା ଦରକାର, କାରଣ ଆମର ଓଡ଼ିଶାର କଲଚର, ଓଡ଼ିଶାର ଲୋକ ଆମେ, ଆମର ଗୋଟେ ବାଉଣ୍ଡରୀ ଥିବା ଦରକାର। ମୋତେ ଲାଗୁଛି ସେନ୍ସର ବୋର୍ଡ଼ କିଛି ଦେଖିଛନ୍ତି ସେଭଳିଆ, ଯେଉଁ ସେଥିପାଇଁ ସେ ଜିନିଷଟା ବ୍ରେକ୍ କରିଛନ୍ତି, ମୋର ଯେତିକିଟା ଆଇ ଥିଙ୍କ। ତ ଆମେ କରିବା, ଆମେ ବଲିଉଡ଼ ସାଙ୍ଗରେ ଆମେ ତୁଳନା କରିପାରିବା ନାହିଁ। ବଲିଉଡ଼ର ବହୁତ ଫିଲ୍ମ ଅଛି, ଯେଉଁ ଫିଲ୍ମ ଏତେ ସିନ୍ ଅଛି, ଆମେ କରିପାରିବାନି। ମାଡ଼ ଖାଇବା ଏଠି ଅଛି, ଗୋଡ଼େଇ ବାଡ଼େଇବେ ଲୋକ, ଏ ସାରା ଫିଲ୍ମ ଏଗୁଡ଼ା କିଛି ନାହିଁ, ଛତ୍ରିକିଆ। ତ ଆମ କଲଚର ଆମ ଅଲଗା। ତ ଯଦି କ'ଣ ଘଟିଛି ସେ ଜିନିଷ ଆମ ଡିସ୍କସନ୍ କରି, ପ୍ରଡ୍ୟୁସର ତାର ଖର୍ଚ୍ଚ କରିଛି, ଯଦି କିଛି ବ୍ୟାଡ଼ ସିନ୍ ଅଛି ସେ ସିନ୍କି କାଟି ଦିଅନ୍ତୁ, କି କିଛି ଗୋଟେ ଭାଇଲେନ୍ସ ଅଛି ତାକୁ ବ୍ରେକ୍ କରନ୍ତୁ, ଯେଉଁଥିପାଇଁ ସେନ୍ସର ବୋର୍ଡ଼ ତାକୁ ଅବଜେକ୍ସନ୍ କରିଛି। ଆଉ ଫିଲ୍ମ କିନ୍ତୁ ପଡ଼ୁ, ଆଉ ଯେଉଁମାନେ ପ୍ରଡ୍ୟୁସର ଡିରେକ୍ଟର ଏତେ ମେହନତ କରିଛନ୍ତି, ତାଙ୍କ ମେହନତର ରେଜଲ୍ଟ ସମସ୍ତେ ପାଆନ୍ତୁ। ଅଲ୍ ଦି ବେଷ୍ଟ।